ମୁଁ ତୁମ ଆରାଧନାର ସ୍ୱର ଶ୍ରୀ ଗଣେଶଙ୍କ ପାଖରେ ପହଞ୍ଚାଉଥିବା ଭକ୍ତି। ମୁଁ ତୁମ ଆରାଧନାକୁ ସ୍ୱର ପ୍ରଦାନ କରୁଥିବା ପୂଜା। ତାରକାସୁରର ଜୟଗାନ ଶୁଣି ତାର ମାତା ବରାଙ୍ଗୀ ପ୍ରସନ୍ନ ହୋଇଯାଏ, କିନ୍ତୁ ତା ପିତାମହୀ ଦିତିର ମନୋଭାବ ଉତ୍ତେଜିତ ହୋଇପଡ଼େ। ନିଜ ପିତାମହୀ ଦିତିର ଆଜ୍ଞାରେ ବରପ୍ରାପ୍ତ ତାରକାସୁର ସ୍ୱର୍ଗ ବିଜୟ ପାଇଁ ପ୍ରସ୍ଥାନ କରେ। ତାରକାସୁର ଇଚ୍ଛାରୁ ଉତ୍ପନ୍ନ ବିଶାଳ ଦୈତ୍ୟସେନା ଦିତି ପୌତ୍ର ଦୈତ୍ୟରାଜ ତାରକାସୁରଙ୍କ ପାଇଁ ସ୍ୱର୍ଗର ଦ୍ୱାର ଖୋଲି ଦେ ଇନ୍ଦ୍ର, ନଚେତ୍ ତୁ ପରମ ବୀର ତାରକାସୁରଙ୍କ କ୍ରୋଧରେ ଭସ୍ମ ହେଇଯିବୁ। ପୃଥିବୀ, ସ୍ୱର୍ଗ ଏବଂ ପାତାଳ ଆମର, ଦୈତ୍ୟ ରାଜଙ୍କର, ଦୈତ୍ୟ ରାଜଙ୍କର, ଦୈତ୍ୟ ଜାତିର, 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 ଦୈତ୍ୟ ଜାତିର। एते बड़ दैत्य सेना मु आज पूर्व केबे भी देखिनी। आमको शीघ्र देवराज इंद्र को सावधान करने को पड़ो। तारकासुर रूपक ए भयानक संकट देवर्षि नारदଙ୍କ ପାଇଁ उत्पन्न होईची। जदि सेते बेले आमे तपस्या खंडन ପାଇଁ प्रयास करिथान्ते, तेबे आज एभली भयानक संकट उत्पन्न होई नथांता। ये संकट काल वरुण देव, वर्तमान उचित यही हम जे आमे परस्पर को दोष देवा जगार ए संकट को समाप्त करने उपाय बांचिबा। संकट आणुथिबा ए तारकासुर को निज निजर दैवी शक्ति रे नष्ट करने को प्रयास करिबा कि? हाँ, जदि आमे एमिति करिबारे सफल हेउ, तेबे निसंदेह रे देवराज इंद्रଙ୍କ प्रशंसार पात्र होई जिबा। स्वर्गर सुरक्षा आमर नैतिक दायित्व आ निर्धारित कर्तव्य भी। आमे ए दुष्ट तारकासुर को एभली भयंकर दंड देबा जे भविष्य अन्य कौन दैत्य स्वर्ग को आखि उठेबा साहस करिबनी। आक्रमण! शक्तिशाली पराक्रमी दैत्यराज तारकासुरଙ୍କର शक्तिशाली पराक्रमी दैत्यराज तारकासुरଙ୍କର मूर्ख बुद्धि असुर, आमे तुमको स्वर्ग लोकरे कदापि प्रवेश करने को देबुनी। पवन देव प्रहर। देवता पाखु पलायन करने आवश्यकता नहीं। तमे संसार सर्वश्रेष्ठ वीर आ सुख ऐश्वर्यर भोग वीर ही करते। तमे निजर भयंकर विध्वंसक और प्रलय प्रहार देवता मान स्वर्ग छाड़ी चली जाए विवश कर दियो। आक्रमण करो।
ଏ ଦୁଷ୍ଟ ଷଠ ଦେବତାଙ୍କ ଛଳନା ଯୋଗୁ ପାତାଳରେ ଅନ୍ଧାରରେ ସୁପ୍ତ ଥିବା ଦୈତ୍ୟ ଶକ୍ତିକୁ ଏବେ ଏବେ ନିଜ ଶକ୍ତି ଉପରେ ବିଶ୍ୱାସ ହେଇଯାଇଥିବ। ଦୈତ୍ୟ ବୀର ବରପ୍ରାପ୍ତ ବୀର ଦୈତ୍ୟରାଜ ତାରକାସୁର ଆଗାମୀ ଭବିଷ୍ୟତରେ ଦୈତ୍ୟ ଜାତିର ତାରକ ସିଦ୍ଧ ହବ। ମୋର ଛତ୍ର ଛାୟାରେ ତୁମର କୌଣସି ବି ଶକ୍ତି ପ୍ରତି ଭୟଭୀତ ହବାର ଆବଶ୍ୟକତା ନାହିଁ। বরপ্রাপ্ত দৈত্যরাজ তারকাসুরঙ্কর জয়! বরপ্রাপ্ত দৈত্যরাজ তারকাসুরঙ্কর জয়! ଏ ଦୃଷ୍ଟ ଭୀରୁ ଦେବତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ। ଅସୁର ଗଣ ତମେ ମାନେ ଏଇଠି ମତେ ଅପେକ୍ଷା କର। ମୁଁ ସେ ଭୀରୁ ଇନ୍ଦ୍ରକୁ ନିଜେ ନିଜ ବାହୁବଳରେ ପରାସ୍ତ କରିବେ। ନିଜେ ନିଜ ବାହୁବଳରେ। দৈত্যরাজ তারকাসুরঙ্কর জয়! দৈত্যরাজ তারকাসুরঙ্কর জয়! দেবরাজ অনর্থ হইগলা, অনর্থ হইগলা দেবরাজ, 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 অনর্থ হইগলা, অনর্থ হইগলা দেবরাজ। ତୁମେ ଦୁହେଁ ଏତେ ଭୟଭୀତ କାହିଁକି ଦ୍ୱାରପାଳ? ଆଉ ପଚାରନ୍ତୁନି ଦେବରାଜ, ଦୁଷ୍ଟ ତାରକାସୁର ଅସୁର ସେନାଙ୍କ ସହିତ ସ୍ୱର୍ଗ ଉପରେ ଆକ୍ରମଣ କରିଛି। দৈত্য সেনা মরণান্তক এবং বিধ্বংসক দেবরাজ। ସମସ୍ତ ଦେବତା ଦୈତ୍ୟଙ୍କ ପ୍ରହାରରେ ଅଚେତ ହୋଇ ଲକ୍ଷ୍ମୀ ଲୋକ ଆଡକୁ ପଡି ଯାଇଛନ୍ତି। রক্ষা করন্তু দেবরাজ, রক্ষা করন্তু দেবরাজ। ଶାନ୍ତ ହୁଅ। ଆଉ ମତେ କୁହ, ଦେବତା ଆଉ ଦାନବଙ୍କର କ'ଣ ଯୁଦ୍ଧ ହେଇଥିଲା? পচারନ୍ତୁনি দেবরাজ, দৈত্য সেনাଙ୍କ প্রহাରରେ দেবতা এবং স্বর্গ লোকর বহুত କ୍ଷତି ହୋଇଛି। ମୋ ବିନା ଅନୁମତିରେ ଯୁଦ୍ଧ ଆରମ୍ଭ କରିବାର ଆଜ୍ଞା କିଏ ଦେଲା? କ୍ଷମା କରନ୍ତୁ ଦେବରାଜ, ବରିଷ୍ଠ ଦେବତାଙ୍କର ଇଚ୍ଛା ଥିଲା ଯେ ସ୍ୱର୍ଗକୁ ରକ୍ଷା କରି ସେମାନେ ଆପଣଙ୍କୁ ପ୍ରସନ୍ନ କରିବେ। ମୂର୍ଖ ସେମାନେ। ସେମାନଙ୍କ ମୂର୍ଖାମିପୂର୍ଣ୍ଣ ନିଷ୍ପତ୍ତିର ପରିଣାମ ଏବେ ସ୍ୱର୍ଗକୁ ଭୋଗିବାକୁ ପଡ଼ିବ। ମୁଁ ସେ ଦୁଷ୍ଟକୁ ଜୀବିତ ଛାଡ଼ିବିନି। ସ୍ୱୟମ୍ଭୁ 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 বরপ্রাপ্ত বীর দৈত্যরাজ তারকাসুরঙ্কর জয়! বরপ্রাপ্ত বীর দৈত্যরাজ তারকাসুরঙ্কর জয়! স্বয়ম্ভু বরপ্রাপ্ত বীর দৈত্যরাজ তারকাসুরঙ্কর জয়! পরম বীর দৈত্যরাজ তারকাসুরঙ্কর জয়! পরম অতি বীর সুন্দর। দৈত্যরাজ তারকাসুরঙ্কর জয়! পরম বীর দৈত্যরাজ তারকাসুরঙ্কর জয়! পরম বীর দৈত্যরাজ তারকাসুরঙ্কর জয়! উত্তম, অতি উত্তম। পরম বীর দৈত্যরাজ তারকাসুরঙ্কর জয়! পরম বীর দৈত্যরাজ স্বয়ম্ভু পরম বীর দৈত্যরাজ তারকাসুরঙ্কর জয়! স্বয়ম্ভু ମୂଢ଼ମତି ତାରକାସୁର, ଦୁଃସାହସରେ ସ୍ୱର୍ଗରେ ପ୍ରବେଶ କରି ନିଜର ସର୍ବନାଶକୁ ନିମନ୍ତ୍ରଣ କରିଛୁ। ମୂର୍ଖ! ସ୍ୱର୍ଗରେ କୌଣସି ବି ବ୍ୟକ୍ତି ପ୍ରବେଶ କରି ଫେରି ଯାଇପାରେନି। ଶମ୍ଭୁ ଶମ୍ଭୁ ମହାଶକ୍ତି ମାନଙ୍କ ଚାଟୁକ୍ତି କରୁଥିବା ଭୀରୁ ଇନ୍ଦ୍ର, ମୁଁ ଏଠିକି ସ୍ୱର୍ଗରୁ ଫେରିଯିବାକୁ ନୁହଁ, ବରଂ ସ୍ୱର୍ଗ ଉପରେ ନିଜର ଅଧିକାର କରିବାକୁ ଆସିଛି। ଯଦି ତୋର ପ୍ରାଣ ପ୍ରତି ମମତା ଥାଏ, ତେବେ ନିଜ ସ୍ୱଭାବ ଅନୁସାରେ ମୋର ଚାଟୁକ୍ତି କର। ଦୈତ୍ୟରାଜ ମହାବଳୀ ତାରକାସୁରର ମତେ ପ୍ରାଣର ଭିକ୍ଷା ମାଗେ, ମୋର ଜୟ ଜୟକାର କର। ମୁଁ ତତେ ଅଭୟଦାନ ଅବଶ୍ୟ ଦେବି, ନଚେତ୍ ଶମ୍ଭୁ। ମୁଁ ତ ଏକଥା ଭାବି ତୋତେ କ୍ଷମା କରିଦେଲି ତାରକାସୁର।
ଯେ ତୁ ମୋ ବିମାତା ଦିତିଙ୍କ ପୌତ୍ର ଆଉ ମୋର ପ୍ରିୟ ଭ୍ରାତା ବଜରଙ୍ଗଙ୍କ ପୁତ୍ର। ଶମ୍ଭୁ ଶମ୍ଭୁ নচেত তু ভীরু ইন্দ্র পরম শক্তি সম্পন্ন দৈত্যরাজ তারকাসুরକୁ বধ କରିଦେଇଥାନ୍ତୁ ସ୍ୱୟମ୍ଭୁ। ଆରେ ମୂର୍ଖ, ତୁ ଟିକେ ନିଜକୁ ଦେଖ ଆଉ ଦେଖ ଏ ସଂସାରର ସମସ୍ତ ଶକ୍ତିର କେନ୍ଦ୍ର ଦୈତ୍ୟରାଜ ତାରକାସୁରକୁ। ଆରେ ତୁ ତ ମୋ ଦୃଷ୍ଟିର ପ୍ରହାର ସହିବାର ଯୋଗ୍ୟ ନୁହଁ ରେ ଶମ୍ଭୁ। ମୂର୍ଖ ତାରକାସୁର, ଏବେ କୁଆଡେ ଗଲା ତୋର ସ୍ୱୟମ୍ଭୁ? ଶମ୍ଭୁ আরে ভীরু ইন্দ্র, তু নিজর দুর্বলতা সহিত এ সংসারর সর্বোচ্চ শক্তি তারকাসুরକୁ আহ্বান করিবার দুঃসাহস করিଥିଲୁ। ইন্দ্র, নিজ উদণ্ডতার পরিণাম এথর দেখ। শম্ভু, কুয়াড়ে গেল ভীরু ইন্দ্র? এথরক তু বঞ্চি গেল, কিন্তু ভবিষ্যତରେ তোর নিস্তার নাহি, কদাপি নুহ। শম্ভু শম্ভু শম্ভু। সুন্দর, অতি সুন্দর। তবে কি সুন্দরী? তবক দেখি এ তারকাসুর মনরে প্রেম, দয়া, ক্ষমা ভাব জাগ্রত হওয়াକୁ লাগিলারে। শম্ভু, ମୋ ପାଖକୁ ଆସ। ସ୍ୱର୍ଗାଧିପତି ଦୈତ୍ୟରାଜ ତାରକାସୁର ପ୍ରତି ଭୟଭୀତ ହେବାର ଆବଶ୍ୟକତା ନାହିଁ। ମୁଁ ମହାଶକ୍ତିଶାଳୀ ତାରକାସୁର ତମକୁ ମୋର ଦୈତ୍ୟ ମହାରାଣୀ କରିବି। ଆସ ଶମ୍ଭୁ, ଆସ। শম্ভু শম্ভু শম্ভু। পরমবীর দৈত্যরাজ তারকাসুরঙ্কর জয়। 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 শম্ভু।
ନାରାୟଣ ନାରାୟଣ। ଦେବରାଜେନ୍ଦ୍ର, ଆଜି ଆପଣଙ୍କୁ ଏ ଭୟାନକ ପରିସ୍ଥିତିରେ ଦେଖି ସଦା ପ୍ରସନ୍ନ ରହୁଥିବା ନାରଦର ଏ ମନ ବି ଦୁଃଖୀ ହେଇଗଲା। ଆପଣ ସଠିକ ସମୟରେ ଆସିଛନ୍ତି ଦେବର୍ଷି। ଏ ମୁହୂର୍ତ୍ତରେ ଆପଣଙ୍କ ପରାମର୍ଶ ମୋର ଆବଶ୍ୟକ ଥିଲା। କୃପା କରି ମୋତେ ସାହାଯ୍ୟ କରନ୍ତୁ। ଦେବରାଜେନ୍ଦ୍ର, ଯେଉଁ ବ୍ୟକ୍ତି ନିଜେ ନିଜକୁ ସାହାଯ୍ୟ କରିନପାରେ ତାକୁ ତ ପରମାତ୍ମା ବି ସାହାଯ୍ୟ କରିପାରିବେନି। ଅର୍ଥାତ୍ ଅର୍ଥାତ୍ ଆଶ୍ଚର୍ଯ୍ୟ ହେବା କଥା, ରାଜନୀତିର ସର୍ବୋଚ୍ଚ ଶିଖରରେ ଥିବା ବ୍ୟକ୍ତି ଆଉ ତାର ସ୍ମରଣ ଶକ୍ତି ଏତେ ଅଧିକ କ୍ଷୀଣ ହୋଇଯାଇଛି। ଦେବରାଜ, ତେବେ ଆଉ ଏମିତି ନୁହଁ ତ ଯେ ଆପଣ ନିଜ ସ୍ୱାର୍ଥବଶତଃ ଅନ୍ୟ କାହା କଥା ମନେ ରଖୁନାହାନ୍ତି? ପରାଜୟର ଅପମାନରେ ମୋ ମନ ଉଦ୍ବିଗ୍ନ। କୃପା କରି ମୋତେ ଆଉ ଅପମାନିତ କରନ୍ତୁନି। ମୋତେ ସାହାଯ୍ୟ କରନ୍ତୁ ଦେବର୍ଷି। ମୁଁ କହିଲି ନା ଦେବରାଜ, ଯେ ସାହାଯ୍ୟ ତାକୁ କରାଯାଇଥାଏ ଯିଏ ନିଜେ ନିଜକୁ ସାହାଯ୍ୟ କରିବା ପାଇଁ ତତ୍ପର ହୁଏ। ଆପଣଙ୍କର ସମ୍ଭବତଃ ସ୍ମରଣ ନାହିଁ, ମୁଁ ଏଇ ତାରକାସୁରର ତପ କରିବା ପୂର୍ବରୁ ଆପଣଙ୍କୁ ପରମଦେବ ଶ୍ରୀ ମହାଗଣେଶଙ୍କର ତପସ୍ୟା କରିବାର ପରାମର୍ଶ ଦେଇଥିଲି। କିନ୍ତୁ ଆପଣ ଦେବରାଜ ଇନ୍ଦ୍ର, ସ୍ୱର୍ଗର ଐଶ୍ୱର୍ଯ୍ୟ ଭୋଗକାରୀ, ଆପଣ ତପ ଭଳି କଠିନ କାର୍ଯ୍ୟ କେମିତି କରିପାରିଥାନ୍ତେ? ନାରାୟଣ ନାରାୟଣ। କୃପା କରି ମୋତେ ଆଉ ଲଜ୍ଜିତ କରନ୍ତୁନି। ମୋର ଭୁଲକୁ ଭୁଲି ଯାଆନ୍ତୁ। ମୋ ଅପରାଧକୁ କ୍ଷମା କରନ୍ତୁ ଦେବର୍ଷି। ଆଉ ପୁନଶ୍ଚ ମୋତେ ସ୍ୱର୍ଗର ସ୍ୱର୍ଗାଧିପତି କରିଦିଅନ୍ତୁ। ଏଇଆ ଚାହୁଁଛନ୍ତି ନା ଆପଣ? ଦେବରାଜେନ୍ଦ୍ର, ଇଏ ତ ଦିନେ ନା ଦିନେ ହବାର ଥିଲା। ହଁ, ଯଦି ଆପଣ ସାବଧାନ ହେଇଥାନ୍ତେ ସମ୍ଭବତଃ ଆପଣଙ୍କୁ ଏ ଅପମାନର ସାମ୍ନା କରିବାକୁ ପଡ଼ିନଥାନ୍ତା। ଧନୁରୁ ନିର୍ଗତ ତୀର, ମୁଖରୁ ସ୍ଫୁରିତ ବଚନ ଆଉ ବିତି ଯାଇଥିବା ସମୟ କେବେ ଫେରିଆସେନି। ଆପଣ ତ ଏ ସତ୍ୟ ସହ ପରିଚିତ ଯେ ପରମ ପିତା ବ୍ରହ୍ମାଙ୍କ ଆଦେଶାନୁସାରେ ମୁଁ ବଜ୍ରଙ୍କୁ ନିଜ ମିତ୍ର କଲି ଆଉ ସ୍ୱର୍ଗ ଉପରେ ଆସୁଥିବା ସଙ୍କଟ ଟଳିଗଲା। କିନ୍ତୁ ସ୍ୱର୍ଗର ମୂର୍ଖ ଦେବତାମାନେ ମୋତେ ତାରକାସୁର ଉପରେ ଏ ଔଷଧ ପ୍ରୟୋଗ କରିବା ପାଇଁ ସମୟ ହିଁ ଦେଲେନି। ନାରାୟଣ ନାରାୟଣ। ଯଦି ଆପଣ ଏ ଔଷଧ ପ୍ରୟୋଗ କରିଥାନ୍ତେ ତଥାପି ବି ଏ ପରିଣାମ ହୋଇଥାନ୍ତା। କାହିଁକି ନା ତାରକାସୁର ଆପଣଙ୍କ ବିମାତା ଆଉ ଦୈତ୍ୟଙ୍କ ମାତା ଦିତିଙ୍କ କ୍ରୋଧ, ପ୍ରତିଶୋଧ, ଦ୍ୱେଷ ଆଉ କଳହର ଅହଙ୍କାରରୁ ସୃଷ୍ଟି ହୋଇଛି। ଆପଣ ସତ୍ୟ କହୁଛନ୍ତି ଦେବର୍ଷି। ଏ ଦୁଷ୍ଟ ତାରକାସୁର ନିଜ ପରିବାରର ଗୁରୁଜନଙ୍କ ଅପମାନ ପାଇଁ ତିଳେ ମାତ୍ର ଦ୍ୱିଧା, ବିଳମ୍ବ କିମ୍ବା ସଂକୋଚ କରେନି। ଶତ୍ରୁ କେବେ ବି ସଂକୋଚ କରିନଥାଏ ଦେବରାଜ। କାହିଁକି ନା ତା ପାଇଁ କେହି ଗୁରୁଜନ ଆଉ ନା କେହି ଗୁରୁ ହୋଇଥାଏ। ତାର କେବଳ ଏକମାତ୍ର ଲକ୍ଷ୍ୟ ରହିଥାଏ, ଆଉ ସେ ହେଉଛି ବିଜୟ। ଦେବର୍ଷି, ଆପଣ ତ ଦେବତାଙ୍କର ଋଷି। ସତ୍ୟ ତ ଏଇଆ ଯେ ଆମେ ଦେବତା ଆପଣଙ୍କର ଆଶ୍ରିତ। ଆମକୁ ରକ୍ଷା କରନ୍ତୁ ଦେବର୍ଷି। ନାରାୟଣ ନାରାୟଣ। ଦେବରାଜ, ଏ ସତ୍ୟକୁ ଆଜି ଯାଏ ମୁଁ ବୁଝିପାରିଲିନି ଯେ ସଂକଟରେ ଥିବା ବ୍ୟକ୍ତି ଭାଷାର ଚାତୁରୀ କେମିତି ଶିଖିଯାଏ। ଆପଣଙ୍କୁ ଶ୍ରୀ ମହାଗଣେଶଙ୍କ ଦ୍ୱାହି ଦେବର୍ଷି। ଆପଣ ଏ ତାରକାସୁର ସଙ୍କଟରୁ ଆମକୁ ରକ୍ଷା କରନ୍ତୁ। ପରମଦେବ ଶ୍ରୀ ମହାଗଣେଶଙ୍କ ଦ୍ୱାହି। ନାରାୟଣ ନାରାୟଣ। ଦେବରାଜ ଇନ୍ଦ୍ର, ଆପଣ ଟିକେ ସ୍ମରଣ କରନ୍ତୁ ଯେ ବ୍ରହ୍ମଦେବ ତାରକାସୁରକୁ କି ବରଦାନ ଦେଇଥିଲେ? ପରମ ପିତା ବ୍ରହ୍ମଦେବ ତାରକାସୁରକୁ ଶିବପୁତ୍ରଙ୍କ ଦ୍ୱାରା ମରିବାକୁ ବରଦାନ ଦେଇଥିଲେ। କିନ୍ତୁ ଦେବୀ ସତୀ ଆତ୍ମତ୍ୟାଗ କଲା ପରେ ମହାଦେବ ଯୋଗ ଏବଂ ବୈରାଗ୍ୟକୁ ଧାରଣ କରି ନେଇଛନ୍ତି। ଶିବପୁତ୍ର ହେବାର ଏବେ ତିଳେ ମାତ୍ର ସୂଚନା ନାହିଁ। ଦେବରାଜ ଇନ୍ଦ୍ର, ଏକଥା ସତ୍ୟ ଯେ କୌଣସି ବି ବ୍ୟକ୍ତିର ଅସଫଳତା କେବଳ ଏହା ହିଁ ସିଦ୍ଧ କରିଥାଏ ଯେ ସଫଳତାର କାର୍ଯ୍ୟ ସମ୍ପୂର୍ଣ୍ଣ ସମର୍ପଣ ସହିତ କରାଯାଏ ନାହିଁ। ନାରାୟଣ ନାରାୟଣ। ଆପଣ କାମ ଆରମ୍ଭରୁ ହିଁ ନିରାଶ ହୋଇଗଲେ। ନିରାଶ ନ ହୋଇ କ'ଣ ବା କରିବି ଦେବର୍ଷି? ଉଦ୍ୟମ କରନ୍ତୁ, ଆଉ ଏମିତି ଉଦ୍ୟମ କରନ୍ତୁ ଯେ ଯେଉଁଥିରେ ଶିବପୁତ୍ର ଜନ୍ମ ନେବେ, ତାରକାସୁରର ନାଶ ହେବ ଆଉ ଆପଣ ପୁନଃ ସ୍ୱର୍ଗାଧିପତି ହୋଇଯିବେ। ନାରାୟଣ ନାରାୟଣ। କି ଉଦ୍ୟମ ମୁଁ କରିବି? କ'ଣ ଉଦ୍ୟମ କରିବି? କେଉଁଠି ଉଦ୍ୟମ କରିବି? ସମସ୍ତଙ୍କୁ ଭ୍ରମିତ କରିବା ବ୍ୟତୀତ ଆପଣଙ୍କ ପାଖରେ ଅନ୍ୟ ମାର୍ଗ ହିଁ ନାହିଁ। ନାରାୟଣ ନାରାୟଣ। ଭାଷାର ସଂଯମତା ଏତେ ଶୀଘ୍ର ଭାଙ୍ଗିଗଲା ଦେବରାଜ? ଦେବରାଜ ଇନ୍ଦ୍ର, ଏବେ ଆପଣ ମୋ କଥା ଶୁଣନ୍ତୁ। ଆପଣ ଏବଂ ଆପଣଙ୍କ ସ୍ୱର୍ଗର ଉଦ୍ଧାର କେବଳ ଶ୍ରୀ ମହାଗଣେଶ ହିଁ କରିପାରିବେ। ଏ ପରାମର୍ଶ ମୁଁ ଆପଣଙ୍କୁ ପୂର୍ବରୁ ବି ଦେଇଥିଲି। ସେଥିପାଇଁ ଦେବରାଜ ଇନ୍ଦ୍ର,
ଆପଣ ପୂର୍ଣ୍ଣ ସମର୍ପଣ ଭାବରେ ଶ୍ରୀ ମହାଗଣେଶଙ୍କୁ ସ୍ମରଣ କରନ୍ତୁ। ସେ ବିଘ୍ନେଶ୍ୱର ଆପଣଙ୍କ ଜୀବନରେ ଆଗତ ସମସ୍ତ ବିଘ୍ନକୁ ଦୂର ସେ କ୍ଷଣ ମାତ୍ରକେ ହିଁ କରିପାରିବେ। ଜୟ ଜୟ ଶ୍ରୀ ମହାଗଣେଶ। ନାରାୟଣ ନାରାୟଣ।